ମୋ ନାଁ ଲକ୍ଷ୍ମୀଧର ରାଉତ। ମୁଁ ଏଠିକାର ବାସିନ୍ଦା। ପ୍ରଥମେ ତ ବହୁତ ବଡ଼ ଅଶେଷ ଅଶେଷ ଧନ୍ୟବାଦ ଅଟୋ ଭାଇମାନଙ୍କୁ ଏତେ ବଡ଼ ପଦକ୍ଷେପଟେ ନେଇଛନ୍ତି। ମାନେ ଆଜିକା ଡେଟ୍ରେ ଯେଉଁଭଳି ଭାବରେ ଗରମ ପାଇଁ ବ୍ଲଡ଼ ବ୍ୟାଙ୍କରେ ରକ୍ତ ଅଭାବ, ଆଉ ତାପରେ ଲୋକମାନେ ଯେଉଁ ହଇରାଣ ହେଉଛନ୍ତି, ସମସ୍ତେ ଘୃଣା ନଜର ଦେଖନ୍ତି ଅଟୋ ଭାଇମାନଙ୍କୁ। ମାନେ ଆଜି ଏତେ ଖୁସି ଲାଗୁଛି ଯେ କି ମୋ ପଛପଟରେ ବ୍ଲଡ଼ ବ୍ୟାଙ୍କର ଗାଡ଼ି ଠିଆ ହେଇଛି। ଅଟୋ ଷ୍ଟାଣ୍ଡର ଭାଇମାନେ ଗୋଟେ ଗୋଟେ ଯାଇକି ସେଠି ବ୍ଲଡ଼ ଦେଉଛନ୍ତି। ମାନେ କେତେ ବଡ଼ ଗୋଟେ ମହତ କାମ କରୁଛନ୍ତି, ମାନେ କହିହେବନି। ମାନେ ଭାରି ଖୁସିର କଥା। ମାନେ ସବୁ କାମ ସେ ଏଠି କରନ୍ତି। ରଥଯାତ୍ରାରେ ସେମାନେ ଯାତ୍ରୀମାନଙ୍କୁ ସବୁ ସେବା ଯୋଗାଇ ଦେବା ବା ତାଙ୍କ ସହିତ ଭଲ ରିଲେସନ୍ ରଖିବା, ତାଙ୍କର ଇଦ୍ରେ ଯେଉଁ ତାଙ୍କର ଉରୁସ ବା ଧାମନଗରରେ ସବୁ ପ୍ରକାରରେ ସେମାନେ ଏତେ ଭଲ ଭଲ କାମ କରୁଛନ୍ତି ଯାହାକି ନଜରକୁ ଆସୁନାହାନ୍ତି। ତେଣୁ ସବୁଠାରୁ ଖୁସିର କଥା ଯେ ଭାଇମାନେ ଆଜି ଗୋଟେ ଭଲ ପଦକ୍ଷେପଟେ ନେଲେ, ଭଲ ଚିନ୍ତା କଲେ, ଏଇଭଳି ଆଗକୁ ଆଗକୁ ଭଲ କରନ୍ତୁ। ଏତିକି ଆମର ତାଙ୍କ ପାଇଁ ଶୁଭକାମନା, ଶୁଭେଚ୍ଛା। ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଯେ କି ଏତେ ବଡ଼ ଭଲ ଜିନିଷଟେ କରିଛନ୍ତି। ଭଲ ମାନେ ସଂଗଠନଟେ ତାଙ୍କର ଅଛି ଯେ ସବୁ ମିଶିକି 2-4 ଦିନ ଭିତରେ କଥା ହେଇ ଏତେ ବଡ଼ ପଦକ୍ଷେପଟେ ନେଇଛନ୍ତି। ଯାହା ହଉ, ଠାକୁରଙ୍କ ଆଶୀର୍ବାଦ, ଜଗନ୍ନାଥ ତାଙ୍କୁ ଭଲରେ ରଖନ୍ତୁ, ଆହୁରି ଆଗକୁ ଆଗକୁ ଭଲ ଭଲ କାମ କରନ୍ତୁ। ହଁ, ମୁଁ ବହୁତ ଖୁସି ଏବଂ ଆଜି ଭଦ୍ରକ ରେଲୱେ ଷ୍ଟେସନ ସାମ୍ନାରେ ଆମର ଅଟୋ ଚାଳକ ସଂଘ ତରଫରୁ ଏ ଯେଉଁ ରକ୍ତଦାନ ଶିବିରଟି ଆୟୋଜନ କରାଯାଇଥିଲା, ସେଥିରେ ମୁଁ ବହୁତ ଖୁସି। ଏବଂ ରକ୍ତଦାନ ଏକ ମହାନ ପୁଣ୍ୟ କାମ। ଯାହା ହଉ, ସେମାନେ ଏଇ ଗରମ ସମୟରେ ଯେଉଁ ସମୟରେ କି ଘୋର ରକ୍ତର ଅଭାବ ରହିଛି ଭଦ୍ରକ ହସ୍ପିଟାଲରେ ବା ଆମର ପ୍ରତ୍ୟେକ ଜାଗାରେ ରକ୍ତ ଭଣ୍ଡାରରେ, ସେହି ସମୟରେ ଏ ପ୍ରକାର ଆୟୋଜନ କରି ଆମର ଅଟୋ ଚାଳକ ଭାଇମାନେ ଆଜି ସହସ୍ର ଲୋକଙ୍କର ଜୀବନ ବଞ୍ଚେଇ ପାରିଥିବାରୁ ତାଙ୍କୁ ଏବଂ ଯେଉଁମାନେ ରକ୍ତଦାନ କରିଛନ୍ତି ସମସ୍ତଙ୍କୁ ମୋ ତରଫରୁ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଅଭିନନ୍ଦନ। ଏବଂ ଏଇଭଳି ମହାନ ପୁଣ୍ୟ କାମକୁ ଆଗକୁ ଜାରି ରଖିବ ବୋଲି ମୁଁ ମଧ୍ୟ ଆଜି ଆମର ରେଳ ଷ୍ଟେସନର ଅଟୋ ଚାଳକ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ଯେ ଆଗକୁ ଏହି କର୍ମକୁ ସେମାନେ ବଜାଇ ରଖନ୍ତୁ। ଏବଂ ସମସ୍ତେ ଜାଣିଛନ୍ତି ଯେ ରକ୍ତଦାନ ଏକ ମହାନ ପୁଣ୍ୟ କାମ। ଏବଂ ପ୍ରତ୍ୟେକ ରକ୍ତଦାନ ସମୟରେ ଆମେ କେହି ଦେଖୁନା ଯେ କାହାର ଜାତି, କାହାର ଧର୍ମ ନିର୍ବିଶେଷରେ ଯାହାର ରକ୍ତର ଆବଶ୍ୟକତା ପଡ଼ିଥାଏ, ସେ ରକ୍ତକୁ କୌଣସି ଲୋକ ବି ଦେଇ ତାର ଜୀବନଟିକୁ, ଅମୂଲ୍ୟ ଜୀବନକୁ ବଞ୍ଚାଇଥାଏ। ଏହା ଏକ ମହତ କାମ। ମୁଁ ଚାହୁଁଛି ଏଇ କର୍ମକୁ ସମସ୍ତେ ଏବଂ ସବୁ ଯୁବପିଢ଼ିମାନଙ୍କୁ ବି ମୁଁ ଭାବୁଛି ସେମାନେ ଆଗେଇ ଆସନ୍ତୁ ରକ୍ତଦାନ କରିବାକୁ। ଏବଂ ଯେଉଁମାନଙ୍କର ଆବଶ୍ୟକତା ରହିଛି ସହସ୍ର ଲୋକଙ୍କର, ସେମାନେ ତାର ଲାଭ ଉଠାନ୍ତୁ। ତେଣୁ ମୋର ଯୁବପିଢ଼ିଙ୍କୁ ଅନୁରୋଧ, ସେମାନେ ଆଗେଇ ଆସି ଏହି ମହତ କାମରେ ଯୋଗଦାନ କରନ୍ତୁ। ମୋ ନାଁ ଶ୍ୟାମ ସୁନ୍ଦର ପଲେଇ, ଷ୍ଟେସନ ଅଟୋ ଷ୍ଟାଣ୍ଡ ସେକ୍ରେଟାରୀ। ବହୁତ ବଡ଼ କଥା ଯେ ଅବିକା ଟାଇମ୍ରେ ଭଦ୍ରକ ମେଡ଼ିକାଲ ତରଫରୁ ବା ବ୍ଲଡ଼ ରେଡ୍ କ୍ରସ୍ ତରଫରୁ ଗରମ ପାଇଁ ରକ୍ତର ଅଭାବ ହେଉଛି। ଆମର ଯିଏ ସାନ ଭାଇ ରଞ୍ଜନ, ଆମ ବଡ଼ ଜାବିର ଅଛି, ବୁଲେଇ ଅଛି, ଏମାନେ ସମସ୍ତେ ଗୋଟେ ଆଲୋଚନା କଲୁ ଯେ ବ୍ଲଡ଼ ପାଇଁ ବହୁତ ହଇରାଣ ହେଉଛନ୍ତି। କିଛି ବି ପେସେଣ୍ଟ ଆସି ଆମ ଷ୍ଟେସନରେ ପହଞ୍ଚୁଛନ୍ତି, ଭାଇ ଆମକୁ କିଛି ରକ୍ତ ଦେବ ନା, ଆମର ଏ ଗ୍ରୁପ୍ର ଅସୁବିଧା ଅଛି, ମେଡ଼ିକାଲ ମିଳୁନି। ଆମେ ସେଇଟା ଆଲୋଚନା କଲୁ ବସିକି, ଯଦି ବ୍ଲଡ଼ ଅସୁବିଧା ହେଉଛି, ଏ ଆଗରୁ ଆମେ 7-8 ବର୍ଷ ଆଗରୁ ଥରେ ଦେଇଥିଲୁ। ମାନେ ତାହେଲେ ଠିକ୍ ଅଛି, ତାହେଲେ ଗୋଟେ କ୍ୟାମ୍ପ ଗୋଟେ କରିବା। ସମସ୍ତେ ସହଯୋଗ କଲେ। ଆଉ ରକ୍ତର ଯେହେତୁ ଅଭାବ ଅଛି, ଆମ ପିଲାମାନଙ୍କୁ ସହଯୋଗ ମାଧ୍ୟମରେ ଯେ ଆମର ସବୁ ୟଙ୍ଗ ମାସ ଅଛନ୍ତି, ଆରାମସେ ଆମେ ଦେଇପାରିବା ବ୍ଲଡ଼। ଆଉ ସେଥିପାଇଁ ଯାହା ବି ତୁରନ୍ତ 2 ଦିନ ଭିତରେ ଆମେ ଆଡ଼ଜଷ୍ଟ କରିକି ଯାଉ, ଆମେ ଏତିକି ବ୍ଲଡ଼ ପାଇଁ ଆଡ଼ଜଷ୍ଟ କଲୁ। ଆଉ ଚେଷ୍ଟା କରୁଛୁ ୟା ଫ୍ୟୁଚରରେ ବି ଆହୁରି ଅଧିକା ଆମେ ଦେବା ପାଇଁ ଚେଷ୍ଟା କରିବୁ। ମୋ ନାଁ ହେଲା ଜାବିର ଖାନ, ମୁଁ ଆମ ରେଲୱେ ଅଟୋ ଷ୍ଟାଣ୍ଡର ପ୍ରେସିଡେଣ୍ଟ। ଆଜି ଆମର ରକ୍ତଦାନ ହେଉଛି ଷ୍ଟାଣ୍ଡ ତରଫରୁ ଯେ ବର୍ତ୍ତମାନ ଖରା ଦିନରେ ଯେଉଁଭଳିଆ ରକ୍ତର ଅଭାବ ଚାଲିଛି, ଆମେ ମେଡ଼ିକାଲ କି ଅନ୍ୟ ଜାଗାରେ ଆମେ ଶୁଣିବାକୁ ପାଉଛୁ ଯେ ରକ୍ତର ବହୁତ ଅଭାବ ଅଛି। ତାହେଲେ ଆମେ ସେଇ କଥାକୁ ନେଇକି ଆମେ ଷ୍ଟାଣ୍ଡରେ ବସିକି ସବୁ ଆଲୋଚନା କଲୁ। ରଞ୍ଜନ, ମୁଁ ଅଛି, ଶାମ ଥିଲା, ଆହୁରି ବହୁତ ପିଲା ଅଛନ୍ତି, ବୁଲୁ ଭାଇ ଅଛି। ଏମାନେ ସବୁ ବସିକି କଥାବାର୍ତ୍ତା କଲା ପରେ ଆମେ ତୁରନ୍ତ ମାନେ 2-3 ଦିନ ଭିତରେ ସବୁ ଡିସିସନ୍ ନେଲୁ ଯେ ଆମେ କିଛି ରକ୍ତଦାନ କରିବୁ। ତା ଭିତରେ ପାଖାପାଖି 70-80 କି 100 ୟୁନିଟ୍ ଭିତରେ ଆମେ ରକ୍ତ ଦେବାକୁ ଯାଉଛୁ। ବର୍ତ୍ତମାନ ରକ୍ତ ଦିଆ ଚାଲିଛି। ରକ୍ତ ମାନେ ଦେଲା ପରେ କେତେ ଜଣ ଦେଉଛନ୍ତି ଦେଖିବା ଆଉ।